अदिनिया रथयात्रा को नहीं विवाद थमिबार ना धरुना। ଏହି ପ୍ରସଙ୍ଗରେ ଏବେ ରାଜସ୍ଥାନର ଜୟପୁରରେ 16 ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ବନ୍ଦ କରିବା ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଜୟପୁର ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠିରେ ଏହି ରଥଯାତ୍ରାକୁ ତୁରନ୍ତ ବନ୍ଦ କରାଯିବାକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ମତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏକ ନିର୍ଦ୍ଦିଷ୍ଟ ତିଥି ଓ ପରମ୍ପରା ଅନୁସାରେ ପାଳନ କରାଯାଏ। ପୁରୀ ଶ୍ରୀକ୍ଷେତ୍ରରେ ଯେଉଁ ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ ସେହି ତିଥିକୁ ଅନୁସରଣ କରି ଦେଶ ବିଦେଶରେ ମଧ୍ୟ ରଥଯାତ୍ରା କରାଯିବା ଉଚିତ ବୋଲି ଶ୍ରୀମନ୍ଦିର ପକ୍ଷରୁ ପୂର୍ବରୁ ମଧ୍ୟ ମତ ରଖାଯାଇଥିଲା। ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି ଏହି ଅଦିନିଆ ରଥଯାତ୍ରା। ଚିଠିରେ ଅଦିନିଆ ରଥଯାତ୍ରା ଆୟୋଜନ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଉଥିବାର ଉଲ୍ଲେଖ କରାଯାଇଛି। 16 ତାରିଖରେ ଜୟପୁରରେ ହେବାକୁ ଥିବା ରଥଯାତ୍ରାକୁ ତୁରନ୍ତ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ଏହାସହ ଯଦି ଏହି ଆୟୋଜନ ବନ୍ଦ କରାନଯାଏ ତେବେ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିବା ଦିଗରେ ପଦକ୍ଷେପ ନିଆଯିବାକୁ ମଧ୍ୟ ଚିଠିରେ ଉଲ୍ଲେଖ ଥିବା ଜଣାପଡ଼ିଛି। ଇସ୍କନକୁ ନେଇ ପୁଣି ଚର୍ଚ୍ଚା। ଏହି ଅଦିନିଆ ରଥଯାତ୍ରା ପଛରେ ଇସ୍କନର ଭୂମିକା ଥିବା ନେଇ ଚର୍ଚ୍ଚା ହେଉଛି। ଇସ୍କନ ପକ୍ଷରୁ ଦେଶ ଓ ବିଦେଶରେ ବିଭିନ୍ନ ସ୍ଥାନରେ ପୁରୀର ରଥଯାତ୍ରା ନୀତିଠାରୁ ଭିନ୍ନ ସମୟର ରଥଯାତ୍ରା ଆୟୋଜନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ମଧ୍ୟ ଆପତ୍ତି ଉଠାଇଛନ୍ତି। 2025ରେ ଅରବିନ୍ଦ ପାଢ଼ୀ ମଧ୍ୟ ଇସ୍କନ ପକ୍ଷରୁ ଆୟୋଜିତ ଅଦିନିଆ ରଥଯାତ୍ରା ଓ ରଥଯାତ୍ରାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେତେବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନକୁ ତିଥି ଅନୁସାରେ ରଥଯାତ୍ରା ପାଳନ କରିବାକୁ ଅନୁରୋଧ କରାଯାଇଥିଲା। ଧାର୍ମିକ ଭାବନାକୁ ସମ୍ମାନ ଦେଇ ଜଗନ୍ନାଥ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ମଧ୍ୟ କୁହାଯାଇଥିଲା। ଜୟପୁର ରଥଯାତ୍ରାକୁ ନେଇ ଏବେ ଜଗନ୍ନାଥ ପ୍ରେମୀଙ୍କର ନଜର ରହିଛି। ଏବେ ଜୟପୁରରେ ଆସନ୍ତା 16 ତାରିଖରେ ପ୍ରସ୍ତାବିତ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ପରେ ପ୍ରସଙ୍ଗଟି ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ଏହି ରଥଯାତ୍ରା ବନ୍ଦ ହେବ କି ନାହିଁ, ଏବେ ଜୟପୁର ପ୍ରଶାସନ ଏନେଇ ଏକ ପଦକ୍ଷେପ ନେବା ତାହା ଉପରେ ଏବେ ନଜର ରହିଛି। ସେପଟେ ଶ୍ରୀମନ୍ଦିର ପ୍ରଶାସନର ଆପତ୍ତି ହେଉଛି ମହାପ୍ରଭୁଙ୍କ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ଶ୍ରୀ ଜଗନ୍ନାଥଙ୍କର ପରମ୍ପରା ଓ ନିର୍ଦ୍ଦିଷ୍ଟ ତିଥି ସହ ଜଡ଼ିତ ଏକ ଧାର୍ମିକ ପର୍ବ। ତେଣୁ ତିଥି ଓ ପରମ୍ପରା ବାହାରେ ରଥଯାତ୍ରା ଆୟୋଜନକୁ ନେଇ ଆପତ୍ତି ଜାରି ରହିଛି। ବ୍ୟୁରୋ ରିପୋର୍ଟ, ଓଙ୍କାର ନ୍ୟୁଜ୍, ଓଡ଼ିଆ।